ତୁ ଗାଧେଇଛୁ ସକାଳୁ ସକାଳୁ? ହଁ ମାମା ଗାଧେଇଛି ପୁରା। ଗାଧେଇଛୁ ତାହେଲେ ଭଲ ହେଲା ଆଉ। ମୁଁ ଫୁଲ ତୋଳିକି ରଖିଦେଇଛି, ତୁ ଯା ଠାକୁର ପୂଜା କରିକି ଆସିବୁ, ଠିକ୍ ଅଛି? ଯା ଯା ଯା, ମୋର ଏପଟେ ବହୁତ କାମ ଅଛି। ନା ମାମା, ଥଣ୍ଡା ପଡୁଛି କେତେ ଜୋରସେ ଦେଖିଲ, ତାହେଲେ ପୁରା ଗାଧେଇନି। ତୁ ତାହେଲେ ମତେ ମିଛ କଥା କହିଥିଲୁ। ଏ ଶୁଣୁ ଶୁଣୁ, ଏପଟିଆ ତୁ ଗାଧେଇନୁ? ନା। ତାହେଲେ ବି ଭଲ କଥା ହେଲା। ତୁ ଗୋଟେ କାମ କର, ଲାଟ୍ରିନ୍ ଘରଟା ଟିକେ ସଫା କରିକି ଆସିବୁ ହେଲା। ତାପରେ ସାବୁନ ଟାବୁନ ମାରି ଗାଧେଇ ଦେବୁ ଭଲ କି। ଯା 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 ଯା। ନା ମାମା, ମୁଁ ପୁରା ଗାଧେଇଛି। ଓ ତୁ ଗାଧେଇଛୁ, ଯା ତାହେଲେ ଠାକୁର ପୂଜା କରିକି ଆସିବୁ। ମାମା ଗାଧେଇନି। ମୋ ସାଙ୍ଗରେ ଚାଲାକି ହଉଛି। ତୁ ଠାକୁର ପୂଜା କରିବୁ ନା ଲାଟ୍ରିନ୍ ଘର ସଫା କରିବୁ ମତେ କହ। ନା ମୁଁ ଠାକୁର ପୂଜା କରିଦେଇ ଆସିଛି। ଲାଟ୍ରିନ୍ ସଫା କରିବା ଠାରୁ ତ ପୂଜା କରିବା ଆହୁରି ବହୁତ। ତାହେଲେ ତୁ ଗାଧେଇଛୁ? ହଁ ଗାଧେଇଛି। ଫ୍ରେଶ ହେଇଛୁ? ଯା। ଆସିଗଲା ମୋ ସାଙ୍ଗରେ ଚାଲାକି କରିବା ପାଇଁ। ମୁଁ ତ ଜାଣିଛି ନା ଭଲ କି ସୋନାର କେମିତି ବୁଦ୍ଧି।